हेलो भाई आम से की कहूला भाई अच्छा अच्छा मोर भी तुम्हें आरएमपी रे नहीं अच्छा हाँ की हेलो बे जेठे हेले तो काम करबे एठे करबे ना सेठे करबे ना की है की को भाई सीनियर का आसी ना हाँ टिके भी सुन के नहीं की लगी सुनबे को तो भाई आमे पूरा छोट कर्मचारी आम कथा की से माने सुनबे ठीक अच्छा हाँ भाई गलानी साइड रे से ठेकेदार पाखरे भी हाजिरी देते या हाँ हाँ चल चल जीवा चल हाँ आज की आइसो नाश्ता ए ठीक कथा तो तोर बहु अच्छा अच्छा मोर बहु भी बे पाखाल भात देइछे कचू साग भाजा तार सागरे कुरकुटू पिसा टिके देइछे क्या कुरकुटू पिसा तबे होय बे सेई जे का सागरे खाइबा ना सेठी भात करी खाइ दबा चल 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 हाजिरी देइते हिया समय सकाल 8:30 स्थान आरएमपी कंट्रोल रूम अंशुमान और सरोज बाबू मंच को प्रवेश आरएमपी कंट्रोल रूम कौन आज के ऑफिस के देखा जाऊ ना एते लेट हेलानी केही को देखा जाऊ ना नमस्कार सर अरे सरोज को कौन खबर आज्ञा सर सब ठीक ठाक चलते हो अच्छा अब ठीक अच्छी आज्ञा आज्ञा भलो আছে जी राहो बस ନାଇଁ ପରା ଆଜି ତାଙ୍କର ରେଷ୍ଟ ଆସିବେ को अच्छा अच्छा আজি वार्कर के सब होछन ଆଜି ଆଜ୍ଞା ରବୀନ୍ଦ୍ର ବାଜିଆ ମୁରଲି ସମସ୍ତେ ଆସିଛନ୍ତି अच्छा ଗୋଟେ କାମ କର ସେ ରବୀନ୍ଦ୍ର ବାଜିଆ को ଡାକ ଆମର କୋଲ୍ ଫିଟିଂ କନଭେୟର ର ସେ ଟେକ୍ ଅଫ୍ ପୁଲି ପାଖରେ ଗୋଟେ ହୋଲ୍ଡିଂ ଆଉଟ୍ ହେଇଛି ସେଟାକୁ ଏବେ କରେଇ ଦିଅ ଆଜ୍ଞା ଆଜ୍ଞା ଠିକ କହୁଛୁ ହଁ ଇଏ ଗୋଟେ ଆଇଡଲର ବି ଚେଞ୍ଜ କରିବାର ଅଛି ସେଇଟା ବି କରେଇ ଦବ ହଁ ଆଜ୍ଞା ମୁଁ କାଲି ସେ ଜାଗାରେ କଟ ଆରେ ରବୀନ୍ଦ୍ର ହେ ରବୀନ୍ଦ୍ର ବାଜିଆକୁ ନେଇକି ଆସ ତ ସାର୍ ଡାକୁଛନ୍ତି ଆରେ देखी ହଁ ପରା ସାର୍ ଡାକିଛନ୍ତି कौन हला सर ହଁ ରବୀନ୍ଦ୍ର आज्ञा सर ତୁମେ ଗୋଟେ କାମ କର ସେ ପୋଲ୍ से कौन पीड़ी ଗୋଟେ ନେଇକିରି ତାକୁ କାମ କରିଦିଅ ଦୁଇ ଜଣ ସାଙ୍ଗ ହେଇକି ଯାଅ ବାଜାକୁ ନେଇଯାଅ ଆଉ ସେ ଆଇଡଲର ସେଠି ଚେଞ୍ଜ ହବ ସେଇଟା କରେଇବ ଆଜ୍ଞା ଯାଅ ସାର୍। ଜଲ୍ଦି ପଳେଇ ଆସ କରିବ आमे करितबु जे कामटा हमको गुटे वर्क परमिट करे देले भल हेता ଆରେ ତମେ ଠିକ କହୁଛ ମୁଁ ଗୋଟେ ୱାର୍କ ପରମିଟ୍ ବନେଇ ଦଉଛି ସାର୍। ସେଫ୍ଟି ବେଲ୍ଟ ବି ନେଇ ଆସ ଆଉ ଆମର ଯାହା ଟୁଲ୍ସ ଦରକାର ସବୁ ରେଡି କରି ହେଲା ୱାର୍କ ପରମିଟ୍ 5 ମିନିଟର କାମ ପାଇଁ ମୁଁ ବସିକି 15 ମିନିଟ୍ ୱାର୍କ ପରମିଟ୍ କରିବି କାମ ଶିଖୁଛୁ ମୋତେ ବୁଝନ୍ତୁ ଟିକେ ସାର୍ ବିଲକୁଲ ନାହିଁ ଯାଅ ତମେ ଦିଅ ଯାଅ ଯାଅ ସେ କାମଟା ସାରିକି ଆସିବ 5 ମିନିଟର କାମ ୱାର୍କ ପରମିଟ୍ ନାଇଁ ଆଜ୍ଞା ଆମେ ସେଠି ଉଠୁ ନାହିଁ बिना सेफ्टी बेल्ट रे ଆମେ ସେଠି ନାହିଁ କହୁନାହାନ୍ତି ଯଦି କାଢିକିନା ତୁ ଆପଣ ତ ଏମିତି ନି କହିବେ ସବୁବେଳେ ଆଉ ପୁରା ଆନନ୍ଦ କଣ ଏମିତି କଥା ଗାଁରେ ଆମ୍ବ ଗଛ ଛାଡ଼ି ସେଟା ତ ଆମର ଘର କଥା ବଦଳୁଛୁ କେତେ ସେଟା ତ ଛୁଆ ବେଳୁ ଉଠୁଥିଲି ନା ସେଥିପାଇଁ ସେଠି ଉଠି ଯାଏ ଆଉ ବାହାନା ବାଜି ଯାଅ ଜଲ୍ଦି ହଉ ଠିକ ଅଛି ए भाई तो भाई ହଁ ଭାଇ শুন শুন এমানে ইনি কইবে আমার কথা জমা শুনবে নাই জানিছে না কি লাগে জানিছে কি লাগে? মেন কথা আমি হেলে কোট কর্মচারী আমার চাল চাল যা যা জলদি যাও
चतुर्थ दृश्य रवींद्र बाजियार मंच को प्रवेश हाथ में किसी वर्किंग टूल्स धरी वर्किंग साइड रे रवींद्र बाजिया हेलो अबे ए बाजिया ହଁ तू यही थिबे हला ହଁ ହଁ ମୁଁ ए थिबे के आड़े जिबे नहीं ହଁ ना हेले खसरा मारी देबे केडी हाडिया पिते पळेबे ନାଇଁ जमा जिबे नहीं हला आ मुई सेही टेको पुलिका उठू हला जा तो दरकार हिया ହଁ ହଁ ଠିକ ଅଛି ଦେଖିକିରି ଉଠବେ মুই বি তো আমার সেই পড়া লেখা বাবুকার রকম বেশি কহুচু মুই ডেলি চড়ুছে না নাই কোনা তোরকে ହେଲେ ବି ଭାଇ ମୋର କହିବାର କଥା তোকে କହି ଦଉଛୁ আচ্ছা শুনবে ହେଲେ ଶୁଣ ଆଉ ନାଇଁ ତ ନାଇଁ ঠিক আছে তুই থা এঠে হেলা মুই চড়ুছে সেটকে ହଁ হেল ମୁଁ ଏ ହିରୋଇନ ଟୁ ଟିକେ କହିବି ଖାଇବି তো सरोज बाबू अंशुमान बाबूंकर कथोपकथन ହଁ ଆଜ୍ଞା ବସ ବସ ପରିସ୍ଥିତି ଯାହା ହେଲାଣି ପୃଥିବୀରେ এই যুদ্ধ পরিস্থিতি পাই কেତେବେଳେ যে କ'ଣ ହବ ପରିସ୍ଥିତି ବହୁତ ସଙ୍ଗୀନ ଅବସ୍ଥା ଗଲାଣି এই ଦେଖ এই ଯୁଦ୍ଧ ପରିସ୍ଥିତି ପାଇଁ ବର୍ତ୍ତମାନ পেট্রোল গ্যাস ডিজেল আর যে অভাবনীয় পরিস্থিতি বর্তমান সৃষ্টি হয়েছি দেশের অবস্থা কালি କ'ଣ হব ଆମେ ନିଜେ ଚିନ୍ତା ବି କରିପାରିବାନି ଆଜ୍ଞା ସାର୍ ଠିକ୍ କହୁଛନ୍ତି ମଧ୍ୟପ୍ରାଚ୍ୟରେ ଯେଉଁଭଳିଆ ଯୁଦ୍ଧ ପରିସ୍ଥିତି ଯେଉଁଭଳିଆ ଚାଲିଛି ନା ତ ବିଶ୍ୱ ପୁରା ଆର୍ଥିକ ସଙ୍କଟ ଆଡ଼ିକି ମୁହାଁ ହେଇଛି ଆଉ କିଛି ଦିନ ଗଲେ ନା ସବୁଆଡ଼େ ଖାଲି ହାହାକାର ହେଇଯିବ ଆର୍ଥିକ ବଜାର ପୁରା ମାନ୍ଦା ହେବାକୁ ଲାଗିଛି ଠିକ୍ କଥା, ତ ଠିକ୍ ଏସବୁ କଥା। ପଛରେ ନା କେବଳ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହିଁ ସେଇ ଡୋନାଲ୍ଡ ଟ୍ରମ୍ପ ସେଇ ଟ୍ରମ୍ପ କରିବାକୁ ବାହାର କଲାଣି ହଁ। କଣ ହେଲା କୋଉଠି ସେ କେମିତି ଖସି ପଡିବ ତମେ କଣ କରୁଛ ଆସ ତ ଦେଖିବା ଚାଲ ଯାଅ ଯାଅ षष्ठ दृश्य वर्कस्पोर्ट रे अंशुमान सरोज बाजिया सेफ्टी ऑफिसर का प्रवेश ଆରେ କଣ ହେଇଛି କୋଉଠି କଣ ଘଟିଛି ଏଇଠି ସାର୍ ରବୀନ୍ଦ୍ର ଉପରେ କାମ କରୁଥିଲା ତମେ ଟିକେ ଦେଖି ଯାଇକି କାମ କରିପାରୁନ ଏମିତି ନେଗ୍ଲେକ୍ଟ କଲେ ହବ କି हाँ हाँ मुझे इंसिडेंट टीके समय पर पहुंची रही पहुंचला पर मार्केट में डिस्पेंसर पटेले अंशुमान बाबू আমার ভাগ্য বলো তার বেশি কিছু নাই আরে বাজিয়া ଆଜ୍ଞା মতে बताओ तो ଏଇଠି ସାର୍ ଉପରେ ଉଠିକିରି ରବୀନ୍ଦ୍ର କାମ କରୁଥିଲା ଆଉ ସେଠି ସାର୍ ସେ ଠିକ ସେ ଠିଆ ବି ନାହିଁ ହେଇପାରୁଥିଲା ସେତିକିବେଳେ ସାର୍ ଖସି ପଡ଼ିଲା कौन से सेफ्टी वाली कौन सा टीम देला ଆମେ ତ ସାର୍ ପ୍ରଥମରୁ କହିଥିଲୁ ଏ ସାର୍ ଅଂଶୁମାନ ସାର୍ ତ ଆମକେ ମନା କଲେ କହିଲେ କିଛି ଦରକାର ନାହିଁ अंशुमान बाबू ଆରେ ତମେ ତ ଦାୟିତ୍ୱରେ अंशुमान बाबू साथू आपण कोण पाहिजे थोडे नेटवर्क करते कोण पाहिजे सेक्टर फॉलो आपण फॉलो न କରିବାରୁ ତାର କେମିତି ଅସୁବିଧା ହେଲା ସେମାନେ ଛୋଟ ଭାବ ଆପଣ ତାଙ୍କ ସୁରକ୍ଷା ଦାୟିତ୍ୱ ଆପଣଙ୍କର ଯେ ଆପଣ ସହିତ କାମ କରୁଛନ୍ତି ସେମାନଙ୍କ ଛୋଟ ହେଲେ ବି ତାଙ୍କ କଳ ଭାବିବେନି ସେଇଥିପାଇଁ କୁହାଯାଇଛି ଛୋଟ ହେଲେ ବି ତାଙ୍କ କଳ କରିବେନି ଆଉ ଛୋଟ ଲୋକଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କଥାକୁ ସବୁବେଳେ ଗ୍ରହଣ କରିବା ଦରକାର ସରି ସାର୍ ନିଶ୍ଚିତ ଭାବରେ ଏଇ କଥାକୁ ଧ୍ୟାନ ଦେବି ଆଉ ଫର୍ଦର କୌଣସି ୱାର୍କ ପରମିଟ୍ ବିନା କିମ୍ବା ସେଫ୍ଟି ଟୁଲ୍ସ ପରମିଶନ ଦେବିନି ମୁଁ ନିଶ୍ଚିତ ଭାବରେ କଥା ପ୍ରତି ଧ୍ୟାନ ଦେବି ଦେଖନ୍ତୁ ମୁଁ ଆଜି ସେଫ୍ଟିର କିଛି ରୋକ ଦେଉଛି ଆପଣ ସେ
ଭାବରେ କୌଣସି ଇନସିଡେଣ୍ଟ ହବନି। ମୁଁ 5ଟା ନିୟମ ବତାଉଛି, ସେଇ 5ଟା ନିୟମକୁ ଫଲୋ କରି କୌଣସି ବି କାମ କରିବେ। ସେମାନଙ୍କୁ ସିବିଟି ଅଛି। ସେକେଣ୍ଡ ଷ୍ଟେପରେ ସେ କାମର ପ୍ରୋସିଜିଓର କ'ଣ, ଏସଓପି କ'ଣ, ଏସଏମପି କ'ଣଟା ବତାନ୍ତୁ। ପ୍ରତ୍ୟେକ କାମର ଗୋଟେ ତରିକା ଅଛି, ସେ ତରିକାରେ ଯଦି କରିବେ କିଛି ଅସୁବିଧା ହବନି। ତେଣୁ ସେକେଣ୍ଡରେ ତାକୁ ତରିକାଟା ବତାନ୍ତୁ। ଥାର୍ଡରେ ସେଇ କାମରେ କ'ଣ କ'ଣ ସବୁ ଟୁଲ୍ସ ଆଣ୍ଡ ଇକ୍ୟୁପମେଣ୍ଟ ଲାଗିବ ସେଇଟା ଆପଣ ଦେଖନ୍ତୁ। ଯୋଉଠି ଛୁଞ୍ଚି ରହିବାଟା ସେଠି ଆପଣ ନେଇକି ପେଚକସ୍ ଯିବେନି କିମ୍ବା ସ୍କ୍ରୁ ଡ୍ରାଇଭର ନେବେନି। ପ୍ରତ୍ୟେକ କାମ ପାଇଁ ଗୋଟେ ପ୍ରପର ଟୁଲ୍ ଆଣ୍ଡ ଇକ୍ୟୁପମେଣ୍ଟ ଅଛି, ସେଇ ଟୁଲ୍ସଟା ତାକୁ ଦେବେ। ତାପରେ ଫୋର୍ଥରେ ପ୍ରତ୍ୟେକ କାମରେ ଗୋଟେ ରିସ୍କ ଅଛି। ଆମେ ଶୋଉଥିଲା ବେଳେ ବି ରିସ୍କ ଅଛି, ମଶା କାମୁଡ଼ି ଦେବ, ସେଥିପାଇଁ ଆମେ ମଶାରୀ ଟାଙ୍ଗୁଛେ। ତ ଏମିତି କୌଣସି କାମ ନାହିଁ ଯୋଉଟା ବିନା ରିସ୍କର। ସେ ରିସ୍କଟାକୁ ସବୁବେଳେ ଆଇଡେଣ୍ଟିଫାଇ କରିବେ, ଜେସ୍ରେ କରିବେ। ତାପରେ ସେ ରିସ୍କ ଯୋଉ ଅଛି ସେ ରିସ୍କକୁ ବାହାର କରିବେ। ଆଉ ସବୁଠାରୁ ପଞ୍ଚମ କାମ ହେଲା କ'ଣ, ଆମକୁ ଭାଇ କାମ କରିବାର ଅଛି, ପ୍ରଦର୍ଶନ କରିବାର ଅଛି। ତେଣୁ ସେ କାମକୁ ସେ ରିସ୍କକୁ ଏମିତି ଆଭଏଡ୍ କରିକିରି କେମିତି କାମ କରାଯିବ ସେ ଭିତରେ ସମସ୍ତଙ୍କୁ ଏଜୁକେଟ୍ କରାଯିବ। ସେଇଥିପାଇଁ ଏ ବର୍ଷର ଯୋଉ ସେଫ୍ଟି ଥିମ୍ ଅଛି ଆମେ କାହାକୁ ଛାଡ଼ିବାନି, ସମସ୍ତଙ୍କୁ ଏଥିରେ ଏନଗେଜ୍ କରିବା ଆଉ ସେମାନଙ୍କୁ ଏସବୁ ଭିତରେ ଏଜୁକେଟ୍ କରିବା। जय सुरक्षा, ଜୟ ସୁରକ୍ଷା, जन सुरक्षा, ଜୟ ସୁରକ୍ଷା, जन सुरक्षा, ଜୟ ସୁରକ୍ଷା, जन सुरक्षा, ଜୟ ସୁରକ୍ଷା। जय सुरक्षा।